ମହାନଦୀ କୁଆଁରିଆ ଓ କୁସୁମୀ ନଦୀର ତ୍ରିବେଣୀ ସଙ୍ଗମରେ କେଉଁ ଅନାଦି କାଳରୁ ଠିଆ ହୋଇଛି ପବିତ୍ର ବ୍ରହ୍ମାଦ୍ରି ପାହାଡ଼। ପାହାଡ଼ର ଶୀର୍ଷ ଦେଶରେ ବ୍ୟାଘ୍ର ଗୁମ୍ଫା ଆଉ ଚାରିପଟେ ନିଘଞ୍ଚ ଜଙ୍ଗଲ। ଏଇଠି ଦିନେ ମୋ ଶବର ରାଜା ବିଶ୍ୱାବସୁ ଭକ୍ତି ନିଷ୍ଠାରେ ପୂଜା କରୁଥିଲା ଶ୍ରୀ ନୀଳମାଧବଙ୍କୁ। ମୂଲ୍ୟବାନ ନୀଳମଣି ପ୍ରସ୍ତରରେ ଚତୁର୍ଭୁଜଧାରୀ ବିଗ୍ରହ ବୋଲି ବିଷ୍ଣୁଙ୍କ ନାଁ ଏଠି ନୀଳମାଧବ। ଭଗ୍ନ କଂସା ଧାତୁକୁ କଣ୍ଟି ବୋଲି କହନ୍ତି ଓ ନଦୀର ନିମ୍ନଭାଗ ଯେଉଁଠି ସୁବିଧାରେ ନୌଚାଳନା ହୋଇପାରେ ତାକୁ ଲବ ବୋଲି କହନ୍ତି। କଂସା ପିତ୍ତଳ କାମରେ ମୋ ଗାଁ ସାରା ଓଡ଼ିଶାରେ ପ୍ରସିଦ୍ଧ, ଆଉ ମହାନଦୀର ନିମ୍ନଭାଗ ଏଇଠୁ ଆରମ୍ଭ। ତେଣୁ ମୋ ଗାଁର ନାଁ କଣ୍ଟିଲବ ଅପଭ୍ରଂଶ ହୋଇ କଣ୍ଟିଲୋ। ଭୁବନେଶ୍ୱରରୁ 82, ବଡ଼ମ୍ବାରୁ 41, ନରସିଂହପୁରରୁ 27 ଓ ଫତେଗଡ଼ରୁ 17 କିଲୋମିଟର ଦୂରରେ ଆମ ନୀଳମାଧବ ମନ୍ଦିର। ଲଳିତା ବିଦ୍ୟାପତିଙ୍କ ପ୍ରେମ କାହାଣୀ କହେ ଏଇ ବନ ପାହାଡ଼ ଘେରା କଣ୍ଟିଲୋ। ଦିନେ ଏଇଠି କେଉଁଠି ସୋରିଷ ବିଞ୍ଚି ବିଞ୍ଚି ବିଶ୍ୱାବସୁଙ୍କ ପଛରେ ଯାଇଥିବେ ଆଖିରେ ଅନ୍ଧପୁଟୁଳି ବନ୍ଧା ବ୍ରାହ୍ମଣ ବିଦ୍ୟାପତି। ମୋ ନୀଳମାଧବ ସର୍ବତ୍ର ବିଦ୍ୟମାନ ବୋଲି ଏଇଠି ଦିନେ ଶୂନ୍ୟବାଣୀ ପାଇଥିବେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ଏଇଠୁ ଆରମ୍ଭ ହୋଇଥିବ ବ୍ରହ୍ମଦାରୁ, ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କ କଥା। ଅପୂର୍ବ ଶାନ୍ତି ଓ ଶିହରଣ ଦିଏ ଏହି ମନ୍ଦିର ଓ ତା ପରିବେଶ। ମୁଁ ଓଡ଼ିଆ, ମୋ କଣ୍ଟିଲୋ, ମୋ ନୀଳମାଧବ ମୋ ପରିଚୟ।